କାହାଣୀ ପୁନେଇ ଜହ୍ନ। ପୂର୍ଣ୍ଣିମା, ତୁମେ ମୋତେ ଛାଡ଼ିକି ଯାଅନି ପ୍ଲିଜ୍। ତୁମ ବିନା ମୁଁ ବଞ୍ଚିପାରିବିନି। ତୁମକୁ ନେଇ ମୁଁ ବହୁତ କିଛି ସ୍ୱପ୍ନ ଦେଖିଛି। ହଁ, ମୁଁ ଗରିବ ଘରର ପୁଅଟେ, କିନ୍ତୁ ତୁମକୁ ମୁଁ ଉପାସ ରଖିବିନି। ଛୋଟିଆ ଚାଳ ଘର ହେଲେ ବି ସେଇଠି ତୁମେ ମୋ ପାଟରାଣୀ ହେଇ ରହିବ। ବିଶ୍ୱାସ କର ପୂର୍ଣ୍ଣିମା, ମୁଁ ତୁମକୁ ବହୁତ ଖୁସିରେ ରଖିବି। ଆରେ ତୁମେ ଏ ବେକାରିଆ କଥା କାହିଁକି କହୁଛ କହିଲ? ଭଲ ପାଇଲା ଦିନଠୁ ତ ଏଇ କଥା କହି ଆସୁଛ। ଶୁଣ, ମୁଁ ସେ ଗରିବ ଘରେ ଜମା ବି ଆଡ଼ଜଷ୍ଟ କରି ରହିପାରିବିନି। ତାପରେ ଯୁଗ ଯାଇ ଯେଉଁଠି ପହଞ୍ଚିଲାଣି, ତୁମେ ସେଇ ନୂଆଣିଆ ଚାଳଘର ଆଉ ରାଜାରାଣୀ ସ୍ୱପ୍ନ ଭିତରେ ରହିଯାଉଛ। ତା ଛଡ଼ା ମୋତେ କ'ଣ ମିଳିବ ସେଥିରୁ? ହଁ, ତୁମେ ମୋତେ ଖୁବ୍ ଭଲ ପାଅ, ମୁଁ ଜାଣେ। କେବଳ ସେଇଥିପାଇଁ ମୁଁ ତୁମ ପାଖରେ ବନ୍ଧା ପଡ଼ିଯାଇଥିଲି। କିନ୍ତୁ ସେମିତି ତ ସାରା ଜୀବନ ଶାଗ ପଖାଳ ଖାଇକି ରହିପାରିବିନି ନା। କାରଣ ପୂର୍ଣ୍ଣିମାକୁ ମୁଁ ହୃଦୟରୁ ଭଲ ପାଇଯାଇଥିଲି। ତାକୁ ମୋର ମନ ଦେଇଥିଲି। ତାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲି। ହଁ, ମୁଁ ଜାଣିଥିଲି ମୁଁ ଗରିବ, ହେଲେ ବି ସେ ମୋ ଘରର ରାଣୀ ହେଇ ରହିଥାନ୍ତା। ବହୁତ କାନ୍ଦିଥିଲି ସେଦିନ। ରାତିସାରା ମୋ ଆଖିରୁ ଶ୍ରାବଣର ବର୍ଷାଧାରା ବହିଯାଉଥିଲା। ମୋତେ ଲାଗୁଥିଲା ପୂର୍ଣ୍ଣିମା ହିଁ ବୁଝିଥିଲା ମୋ ପ୍ରେମର ପରିଭାଷାକୁ ଆଉ ମୋର ଅବସ୍ଥା। କିନ୍ତୁ ଶେଷ ମୁହୂର୍ତ୍ତରେ ଠକିଦେଲା। ଗୋଟେ ଧନୀ ଘରର ପୁଅଟେ ସହିତ ବାହା ହେଇଗଲା। ବହୁତ କାନ୍ଦିଥିଲି ତା'ର ବାହାଘର ଦିନ। ହୁଏତ ଏମିତି ମୁଁ ମୋ ଜୀବନରେ କେବେ ବି କାନ୍ଦିନଥିଲି। କିନ୍ତୁ ମୁଁ ଜାଣିନଥିଲି ଯେ ତା'ର ସାଙ୍ଗ ଜାହ୍ନବୀ ମୋତେ 2 ବର୍ଷ ହେଲା ଭଲ ପାଉଛି। ଏକତରଫା ଭାବେ ମୋତେ ପ୍ରେମ କରୁଛି। ଅନେକ ଥର ସେ କଲେଜରେ ଇସାରାରେ ମୋତେ ତା'ର ଭଲ ପାଇବା କଥା କହିଛି। କିନ୍ତୁ ମୁଁ ତାକୁ ଆଭଏଡ଼୍ କରେ, କାରଣ ସେ ଏତେ ଭଲ ନୁହେଁ। ଭଲ ନୁହେଁ ମାନେ ଦେଖିବାକୁ ଏତେ ବି ଭଲ ନୁହେଁ। ସାବନୀ ରଙ୍ଗର ତା'ର ମୁହଁ। ହଁ, ମୁଁ କେବଳ ଜାଣିଥିଲି ଯେ ସେ ପୂର୍ଣ୍ଣିମାର ସାଙ୍ଗ। କିନ୍ତୁ ଜାହ୍ନବୀ ଯେ ମୋତେ 2 ବର୍ଷ ହେଲା ଏକତରଫା ଭାବରେ ଭଲ ପାଉଥିଲା, ସେ କଥା କିନ୍ତୁ ମୁଁ ଜାଣିନଥିଲି। କେଜାଣି କାହିଁକି ଜାହ୍ନବୀ ମୋ ହୃଦୟର କଷ୍ଟକୁ ସହିପାରୁନଥିଲା କି କ'ଣ? ସେଦିନ କାହାଠାରୁ ମୋ ଫୋନ୍ ନମ୍ବରଟା ନେଇ ରାତିରେ ମୋତେ ଫୋନ୍ କଲା। 2 ଥର ଫୋନ୍ କଲା, ହେଲେ ଫୋନ୍ଟି କଟିଗଲା। ପରେ କାହିଁକି କେଜାଣି ଅନ୍ତରାତ୍ମା ମୋତେ ଟିକେ କଷ୍ଟ ଦେଲା। ତା ଫୋନ୍ଟା ଉଠେଇକି କିଛି ସମୟ ତା ସହିତ କଥା ହେଲି। ଆଉ ଏ କଥା ଭିତରେ ସେ ମୋ ପ୍ରତି ତା'ର ଭଲ ପାଇବାକୁ ମୋତେ ଜଣେଇଥିଲା। ମୁଁ ଗ୍ରହଣ କରିପାରିନଥିଲି ସେଦିନ ତା'ର ପ୍ରସ୍ତାବକୁ। ସେ ଜାଣିଥିଲା ମୁଁ ପୂର୍ଣ୍ଣିମାକୁ ଭଲ ପାଉଥିଲି। ତଥାପି ସେ ବୋଧହୁଏ ମୋ ଭିତରେ କ'ଣ ଦେଖିପାରିଥିଲା, ସେ କଥା ତ ମୁଁ ଜାଣିନି। ମୋତେ କିନ୍ତୁ ଭଲ ପାଇଥିଲା। ସତରେ ଜାହ୍ନବୀ ଥିଲା ମୋ ଜୀବନର ଗୋଟିଏ ଉଜ୍ଜ୍ୱଳ ତାରକା। ମୋତେ ଜୀବନ ଜୀଇବାର କଳା ଶିଖେଇଥିଲା। ମୋ ଜୀବନ ମରୁଭୂମିର ଜଳର ଅନୁସନ୍ଧାନ କରେଇ ମରୁଝର ଫିଟେଇ ଦେଇଥିଲା ମୋ ହୃଦୟରେ। ଧୀରେ ଧୀରେ ସେ ମୋତେ ସେତିକି ସଫଳତାର ଶୀର୍ଷରେ ପହଞ୍ଚେଇ ଦେଇପାରିଥିଲା, ଯେଉଁଠି ମୁଁ ସ୍ୱପ୍ନରେ ବି ପହଞ୍ଚି ପାରିନଥାନ୍ତି କେବେ। ମୋ ଭଙ୍ଗା କୁଡ଼ିଆର ରୂପ ବଦଳେଇ ଦେଇ ଗୋଟେ ବିରାଟ ମହଲ ତିଆରି କରିବାର ଶକ୍ତି ସେ ହିଁ ମୋତେ ଦେଇଥିଲା। 2 ବର୍ଷ କଥା ଭିତରେ ମୁଁ ତାକୁ କେବଳ ତୁମକୁ ଭଲ ପାଏ ବୋଲି କହିନି, କିନ୍ତୁ ସେ ମୋତେ ସବୁବେଳେ ଭଲ ପାଏ ଆଉ ସାରା ଜୀବନ ମୋତେ ହିଁ ଭଲ ପାଇବ ବୋଲି ସବୁବେଳେ କହୁଥିଲା। ଜାହ୍ନବୀ ଭିତରେ ମୁଁ ସେତିକି ସ୍ନେହ ପାଇପାରୁଥିଲି, ଯେତିକି ମୁଁ ପୂର୍ଣ୍ଣିମା ପାଖରୁ କେବେ ବି ପାଇପାରିନଥିଲି। ମୋତେ ଲାଗିଲା ଜାହ୍ନବୀ ହିଁ ମୋ ଜୀବନ ଡଙ୍ଗାର ଠିକ୍ ଆଶାବାଡ଼ି। ଜାହ୍ନବୀ ପ୍ରତି ମୋର ଭଲ ପାଇବା ଧୀରେ ଧୀରେ ନିବିଡ଼ ହେବାକୁ ଲାଗିଲା। ମୋତେ ତାକୁ ମୋ ଜୀବନ ସଙ୍ଗିନୀ କରିବାକୁ ଭାରି ଇଚ୍ଛା ହେଉଥିଲା। ଘରେ ବାପାଙ୍କୁ ଜାହ୍ନବୀ କଥା କହିଲି। ଜାହ୍ନବୀ କଥା ଶୁଣିବା ପରେ ଘରେ ସମସ୍ତେ ମୁହଁ ମୋଡ଼ିଦେଲେ। ହଁ, ଜାହ୍ନବୀ ଏତେ ସୁନ୍ଦର ନଥିଲା। ସେ ବି ଆମ ଜାତିଠାରୁ ତଳିଆ ଜାତି ଥିଲା। ତା ବାପାଙ୍କର ସେତେ ସମ୍ବଳ ନଥିଲା ବାହାଘରରେ ଯୌତୁକ ଦେବା ପାଇଁ। କିନ୍ତୁ ମୁଁ ଜାହ୍ନବୀକୁ ପାଇବାର ଜିଦି କଲି, କାରଣ ଜାହ୍ନବୀ ଭିତରେ ମୁଁ ସେତିକି ସ୍ନେହ, ପ୍ରେମ ଆଉ ଭଲ ପାଇବା ପାଇପାରୁଥିଲି, ଯେତିକି ମୁଁ ବୋଧହୁଏ ଆଉ କାହାଠାରୁ କେବେ ବି ପାଇପାରିନଥାନ୍ତି। ମୋ ଜିଦି ଆଗରେ ବାପା ବୋଉ ହାର ମାନିଲେ ଆଉ ରାଜି ମଧ୍ୟ ହେଲେ। ଆମେ ଜାହ୍ନବୀ ଘରକୁ ଠିକ୍ କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଦେଖିବାକୁ ଯାଇଥିଲୁ। ଗରିବ ହେଲେ ବି ତାଙ୍କ ଘରର ଅତିଥି ଆଉ ଅତିଥ୍ୟ ସେବା, ସ୍ନେହ, କଥାବାର୍ତ୍ତାରେ ବାପା ବୋଉ ଖୁବ୍ ଖୁସି ହେଇଯାଇଥିଲେ। ମୁଁ ଜାଣିନଥିଲି ଜାହ୍ନବୀକୁ ତାଙ୍କ ଘରେ ଜହ୍ନ ଡାକନ୍ତି ବୋଲି। ହଁ, ସେ ଅସୁନ୍ଦରୀ ହେଲେ ବି ମୋ ପାଇଁ ଜହ୍ନ, ରୂପରେ ନହେଲେ ବି ଗୁଣରେ। ମୋ ଗରିବ ଅବସ୍ଥା ଦେଖି ପୂର୍ଣ୍ଣିମା ସିନା ମୋ ହାତ ଛାଡ଼ିଦେଲା, କିନ୍ତୁ ଜହ୍ନ ମୋ ହାତ ଛାଡ଼ିନି। ଖୁବ୍ ଖୁସିରେ ମୋ ଜୀବନ ଭରପୁର, କେବଳ ସେ ଜାହ୍ନବୀ ପାଇଁ। କାରଣ ସେ ମୋ ଅମାବାସ୍ୟା ଜୀବନର ପୁନେଇ ଜହ୍ନ। ଯେଉଁ ପୂର୍ଣ୍ଣିମା ମୋତେ ଗରିବ କହିକି ଯାଇଥିଲା, ସେ ଆଜି ଭଡ଼ା ଘରେ ରହୁଛି। ନିଜର ବାସ ଖଣ୍ଡିଏ ବି ତିଆରି କରିବାର କ୍ଷମତା ଆଜି ତା ପାଖରେ ନାହିଁ। ଯେଉଁ ବଡ଼ ଲୋକର ସ୍ୱପ୍ନ ନେଇ ଯାଇଥିଲା, ସେଇଟା ମୋ ପ୍ରେମର ତତଲା ଲୁହରେ ଆଜି ଜଳିଗଲା। ମୁଁ କିନ୍ତୁ ତାକୁ କେବେ ଅଭିଶାପ ଦେଇନି। କିନ୍ତୁ ମୋତେ ଲାଗେ ମୁଁ ଗୋଟେ ଭୁଲ ମଣିଷକୁ ଭଲ ପାଇଯାଇଥିଲି। ପ୍ରେମ ଟଙ୍କା, ପଇସା ଆଉ ଧନ ଦୌଲତରେ ନଥାଏ। ବିଶ୍ୱାସ, ଭଲ ପାଇବା ଆଉ ଆଶା ଭରସା ଭିତରେ ଥାଏ। କୁଆଁରୀ ଝିଅଟେ ସେହି ସ୍ୱପ୍ନ ଦେଖେ, ଆଉ ସେହି ସ୍ୱପ୍ନକୁ ଦେଖିବା ବି ଉଚିତ, ଯେତିକି ସେ ତା ମନର ମଣିଷ ପାଖରୁ ସ୍ନେହ ପାଇପାରିବ।
ପ୍ରେମ ଆଉ ଭଲ ପାଇବା ପାଇପାରିବ, ଟଙ୍କା ପଇସା ନୁହେଁ। କୁମାର ଉତ୍ସବ ପାଳନ ବେଳେ ସେ ଦୂର ଆକାଶର ଜହ୍ନକୁ ଦେଖି ଅନେକ ସ୍ୱପ୍ନ ଦେଖନ୍ତି କୁମାରୀ ଝିଅମାନେ। କିନ୍ତୁ ସେଇମାନଙ୍କ ପାଖରେ ସେତିକି ସାମର୍ଥ୍ୟ ଅଛି। ଜୀବନ ସାଥୀଟିଏ ଭାଗ୍ୟରେ ନୁହେଁ, ନିଜ କର୍ମବଳରେ ହିଁ ତୁମ ପାଇଁ ସେ ତାର ଜୀବନ ଦେଇଦିଏ। ଜହ୍ନର ଆଲୋକ ଯେମିତି ନିର୍ମଳ, ପ୍ରେମ ସେତିକି ନିର୍ମଳ ଆଉ ଶାଶ୍ୱତ ହେଲେ ପ୍ରେମର ମର୍ଯ୍ୟାଦା ରହେ। ଆଉ ଯେଉଁଠି ସ୍ୱାର୍ଥ ଆଉ କାମନା ଭରି ରହିଥାଏ, ତାହାକୁ ପ୍ରେମ କେବେ ବି କୁହାଯାଇପାରିବନି। ଯଦି ଆପଣଙ୍କ ଜୀବନରେ କେବେ ଏମିତି ଘଟିଥାଏ, ତାହେଲେ ନିଶ୍ଚିତ ମୋତେ କମେଣ୍ଟ ବକ୍ସରେ ଜଣାଇବେ। ଆଉ ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗିଥିବ, ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିନେବେ। ରହୁଛି, ଜୟ ଜଗନ୍ନାଥ।